ଅନୁଷ୍ଠିତ ହୋଇଛି ଆପିଲ ରାଉଳିଆ ଦୋଳ ମେଲଣ। ମାଙ୍ଗା ବ୍ଲକ ଗୋତରା ଗ୍ରାମ ପଞ୍ଚାୟତ ଆପିଲ ଶ୍ରୀ ଶ୍ରୀ ଶିଶୁ ଅନନ୍ତଙ୍କ ବିଜୟସ୍ଥଳୀରେ ପବିତ୍ର ହୋଲି ଅବସରରେ ଆପିଲ ରାଉଳିଆ ଦୋଳ ମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଆପିଲ ଷଡ଼ଙ୍ଗୀ ସାହିର ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାପ୍ରଭୁ ଗାଦୀଶ୍ୱର ଭାବେ ବସିବା ପରେ ଅନ୍ୟ 30ରୁ ଉର୍ଦ୍ଧ୍ୱ ସୁସଜ୍ଜିତ ବିମାନ ପୂର୍ବ ନିର୍ଦ୍ଧାରିତ ସମୟରେ ମେଲଣ ପଡ଼ିଆକୁ ଆସି ଯଥା ସମୟରେ ପ୍ରବେଶ କରିଥିଲେ। ଏହି ମହତ୍ ଦୈବୀ ମେଲଣ କାର୍ଯ୍ୟକୁ ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ କର୍ତ୍ତା ଭାବେ ଉମେଶ ଚନ୍ଦ୍ର ବିଶ୍ୱାଳ କାର୍ଯ୍ୟ ନିର୍ବାହ କରିଥିଲେ। ଏହି ମେଲଣ ଉତ୍ସବରେ ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା, ବିଭୂତି ଭୂଷଣ ଲେଙ୍କା, ଶୁଭେନ୍ଦୁ କୁମାର ଷଡ଼ଙ୍ଗୀ, ଅନ୍ନଦା ପ୍ରସାଦ ଷଡ଼ଙ୍ଗୀ, ହରେକୃଷ୍ଣ ମୁଦୁଲି, ରମାକାନ୍ତ ବେହେରା, ପ୍ରୟାଗ ମହାପାତ୍ର, ରମାକାନ୍ତ ବିଶ୍ୱାଳ, ସତ୍ୟବାନ ଷଡ଼ଙ୍ଗୀ, ସୁଶାନ୍ତ ଷଡ଼ଙ୍ଗୀ, ବିନୋଦ ଷଡ଼ଙ୍ଗୀ, ସଞ୍ଜୟ ବେହେରା, ସୁକାନ୍ତ ବେହେରା, ଦେବେନ୍ଦ୍ର ବେହେରା, ପ୍ରତାପ ସାମଲ, ରମେଶ ଦାସ, ଜ୍ୟୋତି ରଥ, ବିମଳ ପ୍ରସାଦ ପ୍ରଧାନ, ସାମ୍ବାଦିକ ଦେବେନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମେଲଣ ଦେଖିବା ନିମନ୍ତେ ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। ଭଦ୍ରେଶ୍ୱର ଥାନା ପୋଲିସ ଅଧିକାରିଣୀ ସନ୍ଧ୍ୟାରାଣୀ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ଉପସ୍ଥିତ ରହି ଆଇନ ଶୃଙ୍ଖଳା ବଜାୟ ରଖିଥିଲା। ମୁଁ ଅକ୍ଷୟ କୁମାର ଷଡ଼ଙ୍ଗୀ, ଆପିଲ ଆମ ଘର। ଆମର ଶ୍ରୀ ଶ୍ରୀ ଶିଶୁଆନନ୍ଦ ରାଉଳିଆ ଦୋଳ ମେଲଣ ଉତ୍ସବର ବର୍ତ୍ତମାନ ଉଦ୍ଯାପନ ହେଇଛି ଏଇ ଚଳିତ ବର୍ଷ 2026ର। ଆମର এই ଦୋଳ ମେଲଣ ବହୁ ବର୍ଷ ଧରି ବୋଧହୁଏ 60 ଦଶନ୍ଧି ଧରି ଚାଲିଛି ଏବଂ ଆମ ମେଲଣର ଏଠି ସ୍ୱାତନ୍ତ୍ର୍ୟ ହେଉଛି ଯେ ଆମ ଗାଁର ତିନିଟା ପଡ଼ାର ସମସ୍ତ ପିଲାମାନେ, ଯୁବକମାନେ, ମୁରବୀମାନେ, ମା ମାନେ, ଭଉଣୀ ମାନେ ସମସ୍ତେ ଏକତ୍ରିତ ହେଇକରି ଅନେଇ ବସିଥାନ୍ତି ବହୁଦିନ ହୋଲି ଉତ୍ସବ ହବ ଏବଂ ହୋଲି ଉତ୍ସବ ଠିକ ପରେ ହୋଲି ଖେଳ ଠିକ ପରେ ମେଲଣ ଆମର ଆରମ୍ଭ ହୁଏ ଏବଂ ଏଇଟା ଏତେ ଶୃଙ୍ଖଳିତ ଭାବରେ ହୁଏ। ଦେବତା ମାନଙ୍କର ପୂଜା, ଦେବତା ମାନଙ୍କର ନୀତି ନିର୍ଘଣ୍ଟ ଅନୁସାରେ ହୁଏ। ବହୁ ଆତସବାଜି ଏବଂ ବାଦ୍ୟଯନ୍ତ୍ର ସହିତ ଘଣ୍ଟ ଘଣ୍ଟାର ତାଳ ତାଳେ ଆମର ଏଠିକି 25ରୁ ଅଧିକ ଗାଦୀ ଆସନ୍ତି ବିଭିନ୍ନ ଅଞ୍ଚଳରୁ। ବଡ଼କ୍ଷୀର ଠାରୁ ଆରମ୍ଭ କରି ଏପଟରେ ଉମର, ଝାଡ଼େଶ୍ୱରପୁର, ନାହାଙ୍ଗ ବିଭିନ୍ନ ଅଞ୍ଚଳରୁ ଶ୍ରୀଜୀଉ ମାନେ ବିଜେ କରନ୍ତି। ସେମାନଙ୍କୁ ଆମେ ଶ୍ରଦ୍ଧା ଓ ଭକ୍ତି ସହିତ ଏଠି ଭୋଗ ଲଗେଇଥାଉ ଏବଂ ମେଲଣର ଆଉ ଗୋଟେ ବଡ଼ କଥା ହେଉଛି ଯେ ଏଠି ପାଖାପାଖି 9-10ଟି ବଡ଼ ବଡ଼ ପ୍ରସେସନ ଆସେ, ରୋଷଣୀ ଆସେ, ଯାହାକୁ କି ଆମ ଅଞ୍ଚଳର ଏଇ ପାଖାପାଖି 20-30ଟି ଗାଁର ଲୋକମାନେ ଆସି ଉପଭୋଗ କରିଥାନ୍ତି।